ମୋ ନାଁ ହେଉଛି ଡକ୍ଟର ଗାୟତ୍ରୀ ଦେବୀ। ମୁଁ ବର୍ତ୍ତମାନ ଜୟପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଛି। ଦେଖନ୍ତୁ, ହଁ, ମୁଁ ବି ଫିଲ୍ କରୁଛି। ତ ଆଜିକାଲି ଲୋକଙ୍କର ଗୋଟେ ମାନସିକତା ହେଇଗଲା, କଷ୍ଟ ନ କରୁଣୁ କେମିତି ସହଜରେ ଆମେ ପଇସା ରୋଜଗାର କରିବା। ତ ତାକୁ ଧରିକି ଇଜି ମେଥଡ଼ ହେଉଛି ଚୋରି କରିବା, ଡକାୟତି କରିବା, ଏଇସବୁ ଯାକ ମେଥଡ଼ ଯାକ। ତ ଆମେ ତ ଆଇନ ଶୃଙ୍ଖଳାକୁ ତ ଆମେ ଦୋଷ ଦେଲେ ହେବ ନାହିଁ। ଏଜ୍ ଏ ରେସ୍ପନ୍ସିବଲ୍ ସିଟିଜେନ୍ ଆମର ବି କିଛି ଦାୟିତ୍ୱ ରହିଛି। ଆମେ କେମିତି ନିଜର ସୁରକ୍ଷା ନିଜେ କରିପାରିବା। ପୋଲିସ ତ ଗୋଟେ ଜାଗାକୁ ସବୁବେଳେ ଯାଇପାରିବେ ନାହିଁ ନା। ଗୋଟେ ଅପରାଧ ହେଲା ପରେ ଯାଇକି ପୋଲିସକୁ ରିପୋର୍ଟ ଦେଲେ ତାପରେ ସେମାନେ ଯାଇକି ଇନଭେଷ୍ଟିଗେସନ୍ କରିବେ। ତ ଆମେ ଯଦି ନିଜେ ସଚେତନ ହେବା, ଆମେ ଆଜିକାଲି ଆମେ ଯାଉଛୁ, ଦେଖୁଛନ୍ତି କୌଣସି ଗୋଟେ ଘଟଣା ହେଉଛି, କିଏ ସାକ୍ଷୀ ଦେବା ପାଇଁ ବି ଆସୁନାହାନ୍ତି। ଆଉ ଏଇ ଯେ ମାନେ ଏଇ ଯେଉଁମାନେ କ୍ରିମିନାଲମାନଙ୍କୁ ପ୍ରୋଟେକ୍ସନ୍ ବହୁତ ଦିଆହେଉଛି। ତ ତା ଯୋଗୁଁ ଆମର ଏଇଟା କ୍ରାଇମ୍ଟା ବହୁତ ବଢ଼ିଯାଉଛି ଆଉ ଲୋକଙ୍କର ମାନସିକତାରେ ବି ବହୁତ ପରିବର୍ତ୍ତନ ପଳେଇ ଆସୁଛି। ଆଗ ଏତେ ନଥିଲା, ଏବେ ମାସେ 2 ମାସ ବଢ଼ିବାର ଲାଗୁଛି। ୟାକୁ ନିୟନ୍ତ୍ରଣ କରିବା ଅଛି, କ'ଣ କରିବାକୁ ପଡ଼ିବ? ନାଇଁ, ଦେଖନ୍ତୁ, ଆଜି ମୁଁ ତ ଯାହା ଭାବୁଛି, ଆମେ ତ ଆଜିକାଲି ଯେ ଟେକ୍ନୋଲୋଜିକାଲ ୱାର୍ଲଡରେ ଅଛୁ, ମାନେ ଯାହା ଅଛି ଆମେ ଲକ୍ଜରିୟସ୍ ଲାଇଫ୍ ଲିଡ୍ କରିବା ପାଇଁ ଚାହୁଁଛୁ କି ନାହିଁ। ତ ତାକୁ ତ ଆମେ କଷ୍ଟ ପଡ଼ିଲେ ତ ବହୁତ କମ୍ ପଇସା ମିଳିବ। ତ ୟାର ଇଜି ମେଥଡ଼ ଯାହା ଉପାୟ କରୁଛନ୍ତି, ତାପରେ ବି ଆମେ ବହୁତ ଜାଗାରେ ଏମିତି ହେଉଛି, ହଜବେଣ୍ଡ ୱାଇଫ୍ ଚାକିରି ପାଇଁ ପଳାଉଛନ୍ତି, ସବୁବେଳେ ଘର ଚାବି ପଡ଼ିଥାଉଛି। ତ ନ୍ୟୁକ୍ଲିୟର ଫ୍ୟାମିଲି ଗୋଟେ ୟାର ମେନ୍ ପ୍ରୋବ୍ଲେମ୍ ହେଉଛି। ସବୁବେଳେ ଘର ଚାବି ପଡ଼ିଥିବ ତ ନ୍ୟାଚୁରାଲି ଆପଣଙ୍କର ଚୋରିହାରିଟା ତ ବଢ଼ିବ। ତ ତା ପାଇଁ ମଧ୍ୟ ଆମକୁ ନିଜେ ସୁରକ୍ଷା ନିଜେ କରିବାକୁ ପଡ଼ିବ। ତ ତାପରେ ଆଇନର ପ୍ରପର୍ ଇମ୍ପ୍ଲିମେଣ୍ଟେସନ୍ ଦରକାର। ଇନଭେଷ୍ଟିଗେସନ୍ ପ୍ରକ୍ରିୟା ବି ତ୍ୱରାନ୍ୱିତ ହେଇକି ଯଦି ଠିକ୍ ଭାବେ ସାକ୍ଷ୍ୟ ପ୍ରମାଣ ଯଦି ଠିକ୍ରେ ଆସିବ, କୋର୍ଟରେ ତ ଆମକୁ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରିକି ହିଁ ଜଜମେଣ୍ଟ ହୁଏ। ଏମିତି ନାହିଁ ଯେ ଗୋଟେ କେସ୍ ହେଇଗଲା ତ ତା ଉପରେ ଆମେ କନଭିକ୍ସନ୍ ହେଇଯିବ ବୋଲି। ତ ସାକ୍ଷ୍ୟ ପ୍ରମାଣକୁ ଆମେ ଠିକ୍ରେ କହିବାକୁ ପଡ଼ିବ। ତ ଆଜି ମୋ ଘରେ ଚୋରି ହେଲା କି କ'ଣ ହେଲା, ଗୋଟେ ଅପରାଧ ହେଲା, ତ ଆପଣ ଯଦି ସାକ୍ଷ୍ୟ ପ୍ରମାଣ ଦେବେ ନାହିଁ, ଦେଖିକି ବି ମୁଁ କିଛି ଜାଣିନାହିଁ ବୋଲି କହିବେ, ତ ସେଇଟାର ଆଡ଼ଭାଣ୍ଟେଜ୍ ଆମର ଏକ୍ୟୁଜ୍ଡ ମାନେ ନେବେ। ତ ମୁଁ ସମସ୍ତଙ୍କୁ ଗୋଟେ ହିଁ ରିକ୍ୱେଷ୍ଟ କରିବି, ଯାହା ବି ଦେଖୁଛନ୍ତି, ଯାହା କରିବେ, ଯାହା ହେଉଛି, ଯଦି କୌଣସି ଅପରାଧ ହେଉଛି, ଆଗକୁ ଆସନ୍ତୁ, ଏଜ୍ ଏ ରେସ୍ପନ୍ସିବଲ୍ ସିଟିଜେନ୍ ସାହାଯ୍ୟ କରନ୍ତୁ। ତ ତାହେଲେ ଯାଇକି ଗୋଟେ ଦୋଷୀ ଗୋଟେ ଦଣ୍ଡ ପାଇବ, କଠୋର ଦଣ୍ଡ ପାଇବ। ସେଇଟା ଗୋଟେ ସୋସାଇଟିକୁ ମେସେଜ୍ ଯିବ। ତ ଆଜିକାଲି ଏମାନଙ୍କର ବି କ'ଣ ହେଉଛି, କେତେ ଚୋରି କଲେ ବି ଆପଣଙ୍କର ହ୍ୟାବିଚୁଆଲ୍ ଅଫେଣ୍ଡର ଅଛନ୍ତି। କେତେ ଚୋରି କଲେ ବି ତାଙ୍କର ଗୋଟେ ଇଏ ରହିଯାଉଛି, ଆମକୁ କିଛି ହେବାର ନାହିଁ କି କିଏ ଆମକୁ ଦଣ୍ଡ ଦେବେ ନାହିଁ, କିଛି ହେବ ନାହିଁ। ଏଇଟା ଗୋଟେ ରହିଯାଉଛି। ସେଟାକୁ ଧରିକି ବେସ୍ କରିକି ସେମାନେ ବେଶୀ କ୍ରାଇମ୍ କରୁଛନ୍ତି।